ଦେଖନ୍ତୁ ଆଜି ଆମେ ଡିସ୍କସନ୍ କରିବା +3 ଫାର୍ଷ୍ଟ ସେମିଷ୍ଟାର ପିଲାମାନଙ୍କ ପାଇଁ ଆଉ ଗୋଟେ ଲଙ୍ଗ୍ କୋଶ୍ଚିନ୍ ଯୋଉଟାକି ବହୁତ ଇମ୍ପୋର୍ଟାଣ୍ଟ ଭାଷାର ଉତ୍ପତ୍ତି ଏବଂ ତାର ସିଦ୍ଧାନ୍ତ। ଗ୍ୟାରେଣ୍ଟିଜ୍ ଲଙ୍ଗ୍ କୋଶ୍ଚିନ୍ ଗୋଟିଏ ଆସେ ଭାଷାର ଉତ୍ପତ୍ତି ବା ତାର ପ୍ରତ୍ୟେକ ସିଦ୍ଧାନ୍ତଟି ଆଲୋଚନା କର। ଏଭଳି କୋଶ୍ଚିନ୍ ଆସେ ଦେଖନ୍ତୁ ଆସନ୍ତାକାଲି ଯେଉଁମାନଙ୍କର 27ରେ ଯେଉଁମାନଙ୍କର କୋର୍ ପେପର୍ 1ର ଏକ୍ଜାମ୍ ଅଛି, କୋର୍ ପେପର୍ 1ର ଏକ୍ଜାମ୍ ଅଛି। ମୁଁ କାଲି ଆପଣଙ୍କର କୋର୍ ପେପର୍ 1ର ୟୁନିଟ୍ 1 ବହୁତ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କୋଶ୍ଚିନ୍ ଡିସ୍କସନ୍ କରିଥିଲି। ତା ସହିତ ଦେଖନ୍ତୁ ଆଜି ଆମେ କୋର୍ ପେପର୍ ମାନେ 1ର ୟୁନିଟ୍ 2 ଏବଂ 3 ଯେଉଁଟାକି ପୃଥିବୀର ଭାଷା ପରିବାର। ମୁଁ ଆପଣଙ୍କୁ ଭିଡ଼ିଓ ଲାଷ୍ଟକୁ ମାନେ ପୃଥିବୀର ଭାଷା ପରିବାର କେମିତି ଲେଖିବେ କ'ଣ ସବୁ ଆପଣଙ୍କୁ ଡିଟେଲ୍ସ କହିଦେବି। ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ ଯେଉଁଟାକି ଲଙ୍ଗ୍ କୋଶ୍ଚିନ୍ ଡିସ୍କସ୍ କରିବା ଯେଉଁଟା ଭାଷାର ଉତ୍ପତ୍ତି ଏବଂ ତା'ର ବିଭିନ୍ନ ସିଦ୍ଧାନ୍ତ। କେତୋଟି ସିଦ୍ଧାନ୍ତ ଅଛି, ଆପଣଙ୍କୁ ମିନିମମ୍ 10ଟି ସିଦ୍ଧାନ୍ତ ମାନେ ଲଙ୍ଗ୍ କୋଶ୍ଚିନ୍ରେ ଲେଖିବାକୁ ପଡ଼ିବ, ତାହେଲେ ଯାଇକି ଫୁଲ୍ ମାର୍କ ଆପଣଙ୍କୁ ମିଳିବ। ତ ଚାଲନ୍ତୁ ଆମେ ବୁଝିବା ଭାଷାର ଉତ୍ପତ୍ତି ସିଦ୍ଧାନ୍ତ କେମିତି ହେଉଛି। ଆମକୁ ଟିକି ନିକିକି ବୁଝେଇବି, ବୁଝିପାରିଲେ। ତା ସହିତ ଟେଲିଗ୍ରାମରେ ଜଏନ୍ ହେଇନ୍ତି, ଟେଲିଗ୍ରାମରେ ଜଏନ୍ ହେବେ, ତାର ନୋଟ୍ସ ପାଇପାରିବେ ଆରାମସେ, ହ୍ୟାଣ୍ଡ ନୋଟ୍ସ ପାଇପାରିବେ। ତ ଦେଖନ୍ତୁ ପ୍ରଥମେ ରହୁଛି ଆପଣଙ୍କର ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ ହେଲା, ଯେଉଁଟାକି ଡିଭାଇନ୍ ଥିଓରି ବୋଲି କୁହାଯାଏ। ଏଇଥିରୁ ଦେଖନ୍ତୁ ବହୁତ ଗୁଡ଼ାଏ ସର୍ଟ କୋଶ୍ଚିନ୍ ତା ସହିତ 2 ମାର୍କ ମଧ୍ୟ ପାଇପାରିବେ, ତେଣୁକରି ଭିଡ଼ିଓକୁ ଲାଷ୍ଟକୁ ଦେଖିବେ। ତ ଦେଖନ୍ତୁ ଷ୍ଟାର୍ଟ କରିବା। ଦେଖନ୍ତୁ ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ ହେଉଛି ସର୍ବୋତ୍ତମ ପ୍ରାଚୀନତମ ସିଦ୍ଧାନ୍ତ, ଏଇଟା ମନେ ରଖନ୍ତୁ ହେଲା। ଏହି ଭାଷାର ଉତ୍ପତ୍ତି ସମ୍ପର୍କରେ ପ୍ରାଚୀନତମ ସିଦ୍ଧାନ୍ତ ହେଉଛି ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ। ବହୁ ଦେଶରେ ସେ ଦେଶର ଧାର୍ମିକ ଧାରଣା ଅନୁଯାୟୀ ଏକ ଦୈବୀ ସିଦ୍ଧାନ୍ତ ଆବିଷ୍କୃତ ହୋଇଛି। ତେବେ ସ୍ଥୂଳତଃ ଦୈବୀ ସିଦ୍ଧାନ୍ତ କହିଲେ ବୁଝାଇ ପୃଥିବୀର ସବୁ ପଦାର୍ଥ ହେଲା। ଆମକୁ ମାନେ କନସେପ୍ଟଟା କ୍ଲିୟର କରିଦେବି, ଆପଣମାନେ ବୁଝିଲେ ଯାଇକି ଲେଖିପାରିବେ। ତ ଦୈବୀ ମାନେ କ'ଣ? ଦୈବୀ ମାନେ ଦେଖନ୍ତୁ ମାନେ ପୃଥିବୀରେ, ବୁଝିପାରିଲେ, ପୃଥିବୀରେ ଯାହା ବି ସୃଷ୍ଟି ହେଉଛି, ଗଛ ଲତା ପାଣି ପବନ, ତାହା କ'ଣ ସମସ୍ତ ମାନେ ଦୈବୀ ବା ଭଗବାନ ହିଁ ସୃଷ୍ଟି କରୁଛନ୍ତି ବୋଲି ଏହି ସିଦ୍ଧାନ୍ତରୁ ଆମେ ଜାଣିପାରୁଛେ। ତ ଦେଖନ୍ତୁ ପରିଭାଷା ମଧ୍ୟରେ ଭଗବାନଙ୍କ ଦ୍ୱାରା ସୃଷ୍ଟି ବୋଲି ଲାଭ କରୁଛି ବୋଲି ଜନ୍ମ କରିଥିବାରୁ ଆମେ ମାନେ ଏହି ସିଦ୍ଧାନ୍ତରୁ ଆମେ ଜାଣିପାରିଥାଉ। ଦେଖନ୍ତୁ ଜନ୍ମଗ୍ରହଣ କରିବା ମାତ୍ରେ ମାନବ ଯେପରି ଶ୍ୱାସ ପ୍ରଶ୍ୱାସ ଓ ରକ୍ତ ସଞ୍ଚାଳନ ପ୍ରଭୃତି ଶକ୍ତିର ଅଧିକାରୀ ହୁଏ, ସେପରି ଭାଷା ଶକ୍ତିର ମଧ୍ୟ ଅଧିକାରୀ ହୋଇଥାଏ ବୋଲି ଆମେ ଏହି ସିଦ୍ଧାନ୍ତରୁ ଜାଣିପାରିଛେ। ତ ଭାରତୀୟ ପରମ୍ପରା ଦେବଭାଷାର ସଂସ୍କୃତ ଓ ପୌରୁଷପେୟ ବା ଦେବଭାଷା ଔପନବ୍ୟ ଔଦୁମ୍ବରାୟଣ। ତ ଦେଖନ୍ତୁ କୃଷ୍ଣଦେବ ଦ୍ୱୈପାୟନ ବ୍ୟାସ ପ୍ରଭୃତି ବିଦ୍ୱାନ ଏପରି ସିଦ୍ଧାନ୍ତ ସ୍ୱୀକାର କରୁଛନ୍ତି। ତ ଏହା ଆପଣ ଛାଡ଼ି ଦିଅନ୍ତୁ, ମୁଁ ଯାହା ବି କହୁଛି ଆପଣମାନେ ଶୁଣନ୍ତୁ। ଦେଖନ୍ତୁ ଏଇ ସିଦ୍ଧାନ୍ତରୁ ଆମେ ଜାଣିପାରିଛେ ଯେ ମିଶନାରୀ ମାନେ ହେଲା, ଏଇଠି ପ୍ରଶ୍ନ ଆସେ। ଦେଖନ୍ତୁ ପ୍ରଥମେ ବୁଝନ୍ତୁ ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ କ'ଣ? ଏହା ଏକ ପ୍ରାଚୀନତମ ସିଦ୍ଧାନ୍ତ। ଏହି ସିଦ୍ଧାନ୍ତରୁ ଆମେ ଜାଣିପାରୁଛୁ ଯେ ପୃଥିବୀରେ ଯେତେ ସବୁ ମାନେ ସୃଷ୍ଟି ହେଉଛି, ପାଣି ପବନ ହେଲା, ବସ୍ତୁ ଗୁଡ଼ିକ ଯେତେ ଯାହା ବି ସୃଷ୍ଟି ହେଉଛି, ତାହା ହେଉଛି ଭଗବାନଙ୍କ ଦ୍ୱାରା ସୃଷ୍ଟି ବୋଲି ଆମେ ଜାଣିପାରୁଛୁ। ସେହିପରି ମଣିଷର ଭାଷା ମଧ୍ୟ ମାନେ ଈଶ୍ୱର ହିଁ ସୃଷ୍ଟି କରୁଛି ବୋଲି ଆମେ ଜାଣିପାରୁଛେ। ତ ଏଇଠି ପ୍ରଶ୍ନ ଆସେ ମିଶନାରୀ ମାନେ ସେମାନଙ୍କ ପବିତ୍ର ଗ୍ରନ୍ଥକୁ କ'ଣ କହନ୍ତି? ଯନ୍ତ୍ର ବୋଲି କହନ୍ତି ହେଲା, ଅର୍ଥାତ୍ ଦେବ ଭାଷା ବୋଲି କହନ୍ତି। ପ୍ରଶ୍ନ ଆସେ ମିଶନାରୀ ମାନେ ତାଙ୍କ ପବିତ୍ର ଗ୍ରନ୍ଥକୁ କ'ଣ କହନ୍ତି? ଯନ୍ତ୍ର ବୋଲି କହନ୍ତି। ପ୍ରଶ୍ନ ଆସେ ହୋମର ବିଶ୍ୱାସ କରୁଥିଲେ ଯେ ଦେବମାନଙ୍କର ଭାଷା ହିଁ ମନୁଷ୍ୟର ଭାଷା। କିଏ କରୁଥିଲେ? ହୋମର। ଦେବମାନଙ୍କର ଭାଷା ହେଉଛି ମାନେ ଯେଉଁମାନେ ମାନେ ଈଶ୍ୱରମାନେ ଯେଉଁ ସୃଷ୍ଟି କରୁଛନ୍ତି ଭାଷାକୁ, ସେମାନେ ଯେଉଁ ଭାଷା ଆମେ ସୃଷ୍ଟି କରୁଛୁ ଈଶ୍ୱରମାନେ ହିଁ ସୃଷ୍ଟି କରୁଛନ୍ତି ବୋଲି ସେ କହୁଛନ୍ତି। କ୍ୟାଥଲିକ୍ ମାନେ ତାଙ୍କ ମତରେ ହିବ୍ରୁ ଭାଷା ବୋଲି ଭଗବାନଙ୍କ ଦ୍ୱାରା ସୃଷ୍ଟି କରୁଛନ୍ତି ହେଲା। କ୍ୟାଥଲିକ୍ ମାନେ ହିବ୍ରୁ ଭାଷାକୁ ଭଗବାନଙ୍କ ଦ୍ୱାରା ସୃଷ୍ଟି ବୋଲି କହୁଛନ୍ତି। ବୌଦ୍ଧ ମାନେ ପାଲି ଭାଷାକୁ ବିଶ୍ୱର ମୂଳ ଭାଷା ଓ ଭଗବାନଙ୍କୁ ବୁଦ୍ଧଦେବଙ୍କ ଦ୍ୱାରା ସୃଷ୍ଟି ଭାଷା ବୋଲି ସେମାନେ କହିଥାନ୍ତି। କେଉଁମାନେ? ବୌଦ୍ଧମାନେ। ମନେ ରଖନ୍ତୁ ଏଇ କୋଶ୍ଚିନ୍ ଆସେ। ଦେନ୍ ଦେଖନ୍ତୁ ଆଉ ରହିଲା କ'ଣ? ହେରାଟିକ୍ସଙ୍କର ଧାରଣା ଥିଲା ଯେ ଶବ୍ଦ ଆକାଶରୁ ସ୍ୱାଭାବିକ ଭାବରେ ସୃଷ୍ଟି, ମନୁଷ୍ୟ ଦ୍ୱାରା ସୃଷ୍ଟି ନୁହେଁ। ପ୍ଲାଟୋଙ୍କ ମତରେ ସମସ୍ତ ପଦାର୍ଥ ପରି ଭାଷା ପ୍ରକୃତି ପ୍ରଦତ୍ତ ବା ଦୈବୀ ପ୍ରଦତ୍ତ ବୋଲି କହିଥାଉ। ତ ଏତିକି ମନେ ରଖନ୍ତୁ, ଯାହା ବି ଇମ୍ପୋର୍ଟାଣ୍ଟ ମୁଁ ଆପଣଙ୍କୁ କହିଦେଉଛି ହେଲା। ହାଲକା ମାନେ ବୁଝନ୍ତୁ, ମାନେ କନସେପ୍ଟ କ୍ଲିୟର ହୁଅନ୍ତୁ। ଦୈବୀ ମାନେ କ'ଣ? ଭଗବାନଙ୍କ ଦ୍ୱାରା ସୃଷ୍ଟି ଯାହା ବି ପଦାର୍ଥ ତାହା କୁହାଯାଇଛି। ମିଶରୀ ମାନେ ଏହା ଛାଡ଼। ତ ଦେଖନ୍ତୁ ଜେଜି ହଡସନ ଏହା କିଛି ନୁହେଁ। ଆମେ ଦେଖନ୍ତୁ ପରବର୍ତ୍ତୀ ଯିବା ହେଲା। ଏଇଟା ଜାଣିପାରିଲେ ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ କ'ଣ? ସର୍ଟ କୋଶ୍ଚିନ୍ ମନେ ରଖନ୍ତୁ। ତା ସହିତ ଆପଣମାନେ ହଁ ଦେନ୍ ଦେଖନ୍ତୁ ଦୁଇ ନମ୍ବର ଆସିବ ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ ପରେ ଆପଣଙ୍କର ଆସିବ ଧାତୁ ସିଦ୍ଧାନ୍ତ ହେଲା। ଧାତୁ ସିଦ୍ଧାନ୍ତ କ'ଣ ବୁଝିବା।
ଦେଖ ପ୍ଲାଟୋ ଏହି ସିଦ୍ଧାନ୍ତର ସମ୍ପର୍କରେ କେତେକ ସୂଚନା ଦେଇଥିଲେ। ଧାତୁ ସିଦ୍ଧାନ୍ତର ପ୍ରବକ୍ତା କିଏ? ପ୍ଲାଟୋ ହେଲା। ପ୍ଲାଟୋ ମନେ ରଖିବେ। ତ ସୂଚନା ଦେଇଥିଲେ, କିନ୍ତୁ ଜର୍ମାନୀର ପ୍ରଫେସର ହେସ୍ ଏହାର ସ୍ପଷ୍ଟ ରୂପେ ପ୍ରଦାନ କରୁଥିଲେ। ଦେଖନ୍ତୁ ଏହି ସିଦ୍ଧାନ୍ତର ଦୁଇଟି ମାନେ ପ୍ରବକ୍ତା ରହୁଛନ୍ତି। ପ୍ରଥମେ କ'ଣ? ପ୍ଲାଟୋ। ପ୍ରଥମ ହେଉଛି ପ୍ଲାଟୋ ଏହାର ସୂଚନା ଦେଇଥିଲେ, କିନ୍ତୁ ଜର୍ମାନୀର ପ୍ରଫେସର ହେସ୍ ହେଲା, ହେସ୍ ଏହାର ସ୍ପଷ୍ଟ ରୂପ ପ୍ରଦାନ କରୁଥିଲେ। ଦେଖନ୍ତୁ ମାର୍କ୍ସ ମୁଲର ପ୍ରଥମେ ଧାତୁ ସିଦ୍ଧାନ୍ତର ସମର୍ଥନ କରିଥିଲେ, କିନ୍ତୁ ପରେ ନିରର୍ଥକ କହି ତ୍ୟାଗ କରିଥିଲେ ହେଲା। ପ୍ରଥମେ କିଏ? ମ୍ୟାକ୍ସ ମୁଲର ପ୍ରଥମେ ଧାତୁ ସିଦ୍ଧାନ୍ତର ସମର୍ଥନ କରିଥିଲେ ହେଲା। ଏଇଟା ତିନି ଜଣ ଏଇ ଧାତୁ ସିଦ୍ଧାନ୍ତର ମାନେ ପ୍ରବକ୍ତା ବାହାରିଗଲେ। ଯଦି କୋଶ୍ଚିନ୍ ଆସେ ଧାତୁ ସିଦ୍ଧାନ୍ତର ପ୍ରବକ୍ତା କିଏ, ତାହେଲେ ପ୍ଲାଟୋ ହିଁ ଲେଖିବେ, କାହିଁକିନା ସେ ହିଁ ପ୍ରଥମେ ସୂଚନା ଦେଇଥିଲେ। ବୁଝିପାରିଲେ? ଏଇଟା ମନେ ରଖିବେ, କୋଶ୍ଚିନ୍ ଆସେ ସର୍ଟ କୋଶ୍ଚିନ୍। ତ ଏତିକି ଗଲା। ତ ଏଇ ସିଦ୍ଧାନ୍ତରୁ ଆମେ କ'ଣ ଶିଖିଲେ ଜାଣିବା। ଏହି ସିଦ୍ଧାନ୍ତ ଅନୁଯାୟୀ ବିଭିନ୍ନ ଭାଷା ପରିବାର ମଧ୍ୟରେ ଅସଂଖ୍ୟ ଧାତୁ କ୍ରିୟାମୂଳ ରହିଥିଲା। ଏହି ଧାତୁ ହେଉଛି କ୍ରିୟା ସୃଷ୍ଟି, ଶବ୍ଦ ସୃଷ୍ଟିର ମୂଳ ବୀଜ। ଆପଣମାନଙ୍କୁ ଚିହ୍ନି ପାରୁନଥିବ, ମାନେ ଟିକେ କ୍ଲିୟରଲି ଦେଖାଯାଉନଥିବ, ମୁଁ ଆପଣଙ୍କୁ କହୁଛି, ଆପଣମାନେ ସେ ଅନୁସାରେ ଲେଖିଦେବେ। ତ ଏଇ ଧାତୁ ହିଁ ହେଉଛି କ୍ରିୟା ସୃଷ୍ଟି, ଶବ୍ଦ ସୃଷ୍ଟିର ମୂଳ ବୀଜ। ଏହି ଶବ୍ଦ ପଦ ବାକ୍ୟର ଆଧାର, ବାକ୍ୟ ଭାଷାର ଆଧାର। ଏହିପରି ଧାତୁ ଭାଷାର ମୂଳ ବୀଜ। କାଲକ୍ରମେ ଏହି ଧାତୁ ଗୁଡ଼ିକ ଲୋପ ପାଇ ପ୍ରାୟ 400-500 ପର୍ଯ୍ୟନ୍ତ ସଂକୁଚିତ ହୋଇଯାଇଛି। ମାର୍କ୍ସ ମୁଲର ଧାତୁକୁ ମେଟାଲ ଅନୁସରଣ ସୃଷ୍ଟି ବୋଲି ଭାବୁଥିଲେ। ତାଙ୍କ ମତରେ ପୃଥିବୀରେ ତମ୍ବା, ପିତ୍ତଳ, ଲୁହା, ସୁନା ପ୍ରଭୃତି ଭିନ୍ନ ଭିନ୍ନ ଧାତୁରୁ ଭିନ୍ନ ଭିନ୍ନ ଧ୍ୱନି ସୃଷ୍ଟି କରିଥାନ୍ତି। ମନୁଷ୍ୟ ପ୍ରଥମେ ଏହି ଧ୍ୱନିକୁ ଅନୁକରଣ କରି ଅବିକଳ ଉଚ୍ଚାରଣ କରିବାକୁ ଚେଷ୍ଟା କଲା। କ୍ରମେ ଏହି ଅନୁସରଣରୁ ଭିନ୍ନ ଭିନ୍ନ ପ୍ରକାରର ବା ଧାତୁରୁ ସୃଷ୍ଟି ହେଲା ବୋଲି ଆମେ ଜାଣିବା। କ'ଣ? ଭାଷା ସୃଷ୍ଟି ହେଲା ବୋଲି ଏଇଠିରୁ ଆମେ ଜାଣିବା। ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଖନ୍ତୁ, ଡିଙ୍ଗଡଙ୍ଗର ଅର୍ଥ ହେଉଛି ଘଣ୍ଟାର ଅନୁକରଣ। ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସେ। ଡିଙ୍ଗଡଙ୍ଗର ଅର୍ଥ କ'ଣ? ଘଣ୍ଟାର ଅନୁକରଣ। କୋଶ୍ଚିନ୍ ସର୍ଟ କୋଶ୍ଚିନ୍ ଗ୍ୟାରେଣ୍ଟି ଆସେ। ପ୍ରିଭିୟସ୍ ଇୟରରେ ମଧ୍ୟ ଏହି କୋଶ୍ଚିନ୍ ଆସିଥିଲା। କୋଶ୍ଚିନ୍ଟିକୁ ମନେ ରଖିବେ ହେଲା। ପ୍ରଥମେ ବୁଝିପାରିଲେ କି ନାହିଁ ଧାତୁ ସିଦ୍ଧାନ୍ତ କାହାକୁ କୁହାଯାଏ? ମାନେ ଯେଉଁ ପିତ୍ତଳ ହେଲା, ଧାତୁ ସିଦ୍ଧାନ୍ତ ପ୍ରଥମେ ଲେଖିଦେବେ। ଏହାର ପ୍ରବକ୍ତା ହେଉଛନ୍ତି ପ୍ଲାଟୋ ହେଲା। ଏହାର ପ୍ରବକ୍ତା ହେଉଛନ୍ତି ପ୍ଲାଟୋ, ପ୍ରଥମେ ସୂଚନା ଦେଇଥିଲେ। ତାପରେ ଜର୍ମାନୀର ହେସ୍ ଏହାର ସ୍ପଷ୍ଟ ଭାବରେ ଅଧିକ ମାନେ ସୂଚନା ଦେଉଥିଲେ, ଏବଂ ମ୍ୟାକ୍ସ ମୁଲର ଏହାକୁ ଅଧିକ କ'ଣ ସମର୍ଥନ କରୁଥିଲେ ହେଲା। ଏତିକି ଲେଖିଲେ। ଦେନ୍ ଦେଖନ୍ତୁ ଏହାର ମାନେ କାରଣଟା ହେଉଛି ଯେଉଁ ପୃଥିବୀରେ ତମ୍ବା, ପିତ୍ତଳ, ଲୁହା, ସୁନା ପ୍ରଭୃତି ଭିନ୍ନ ଭିନ୍ନ ଧାତୁ ଭିନ୍ନ ଭିନ୍ନ ଧ୍ୱନି ସୃଷ୍ଟି କରିଥାନ୍ତି। ମନୁଷ୍ୟର ପ୍ରଥମେ ଏହି ଧ୍ୱନିକୁ ଅନୁକରଣ କଲା ବା ଅନୁସରଣ କଲା ପ୍ରଥମେ। ତାପରେ ଧ୍ୱନିରୁ କ'ଣ, ଯେଉଁ ତମ୍ବା, ପିତ୍ତଳ ଧ୍ୱନିରୁ ଶବ୍ଦ ସୃଷ୍ଟି ହେଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଏଇ ଧାତୁ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ। ବୁଝିପାରିଲେ? ଏତିକି ଗଲା। ଦେନ୍ ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ଆସିବ। ଡିଙ୍ଗଡଙ୍ଗର ଅର୍ଥ ହେଉଛି ଘଣ୍ଟାର ଅନୁକରଣ। ମନେ ରଖିବେ, ଏହିପରି ଉପରେ ସିଦ୍ଧାନ୍ତଟି ଆଧାରିତ। ଏତିକି ବାସ୍ ଏଇଥିରୁ ଆମେ ମାନେ ଏତିକି ଲେଖିଲେ ଯଥେଷ୍ଟ ହେଲା, ଆଉ କିଛି ନାହିଁ। ନେକ୍ସଟ ଯିବା 3 ନମ୍ବର। ଦେଖ 3 ନମ୍ବର ହେଉଛି ସଂକେତ ସିଦ୍ଧାନ୍ତ ହେଲା। ମୁଁ ଯାହା ବି ଇମ୍ପୋର୍ଟାଣ୍ଟ ଅଛି, ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଯାହା ଅଛି ତାହା ହିଁ ମୁଁ ଆମକୁ ଡିସ୍କସନ୍ କରୁଛି। ଅଧିକ ଲେଖିକି ଟାଇମ୍ ୱେଷ୍ଟ କରିବନି ହେଲା। ତ ଦେଖନ୍ତୁ, ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓ ଆଣିବି ଯେଉଁଟାକି ଟିପ୍ସ କେମିତି ଲେଖିବେ, ଖାତା କେମିତି ଲେଖିବେ, କେତେ ପେଜ୍ ଲେଖିଲେ ଆପଣଙ୍କୁ ମାନେ ଠିକ୍ ଅନୁସାରେ ମାର୍କ ମିଳିବ, ବ୍ୟାକ୍ ଲାଗିବନି, ସେ ଅନୁସାରେ ଆଉ ଗୋଟେ ଭିଡ଼ିଓ ଆଜି ହିଁ ଆପଣଙ୍କୁ ତିଆରି କରିକି ଆଣିବେ। ବୁଝିପାରିଲେ? ତ ଦେଖ ରହୁଛି 3 ନମ୍ବର ସଂକେତ ସିଦ୍ଧାନ୍ତ ନିର୍ଣ୍ଣୟ କର, ବା 3 ନମ୍ବର ସଂକେତ ସିଦ୍ଧାନ୍ତ ହେଲା। ତ ସଂକେତ ସିଦ୍ଧାନ୍ତ କ'ଣ? ଦେଖନ୍ତୁ ପ୍ରଥମେ ଜାଣିବା ସଂକେତ ସିଦ୍ଧାନ୍ତର ପ୍ରବକ୍ତା କିଏ। ତ ଦେଖନ୍ତୁ ଫ୍ରାନ୍ସର ପ୍ରସିଦ୍ଧ ବିଦ୍ୱାନ ରୁଷୋ ହେଲା। ରୁଷୋ ହେଉଛନ୍ତି ସମାଜ ସମ୍ବନ୍ଧରେ ଗବେଷଣା କଲାବେଳେ ସେହି ଗବେଷଣା ଆଧାରିତ ଉପରେ ଭାଷାର ଉତ୍ପତ୍ତି ସମ୍ପର୍କୀୟ ଏହି ସିଦ୍ଧାନ୍ତ ପ୍ରତିପାଦନ କରୁଥିଲେ। ତାଙ୍କ ମତରେ ମନୁଷ୍ୟମାନେ ହେଲା। ୟାର ସମ୍ପାଦକ କିଏ? ରୁଷୋ। ମନେ ରଖନ୍ତୁ, ସଂକେତ ସିଦ୍ଧାନ୍ତର ସମ୍ପାଦକ କିଏ ବା ପ୍ରବକ୍ତା କିଏ ହେଉଛି, ତାହେଲେ ରୁଷୋ ଲେଖିବେ ହେଲା, ରୁଷୋ। ତ ଏହାରୁ କ'ଣ ଜାଣିଲେ, ତ ତାଙ୍କ ମତରେ କ'ଣ, ତ ତାଙ୍କ ମତରେ ଗବେଷଣା କଲାବେଳେ ସେହି ଗବେଷଣା ଆଧାର ଉପରେ ଭାଷା ଉତ୍ପତ୍ତି ସମ୍ପର୍କୀୟ ଏହି ସିଦ୍ଧାନ୍ତ ପ୍ରତିପାଦନ କରୁଥିଲେ। ତାଙ୍କ ମତରେ ମନୁଷ୍ୟମାନେ ଆରମ୍ଭରୁ ହସ୍ତର ସଂକେତ ଦ୍ୱାରା ଭାବର ଆଦାନ ପ୍ରଦାନ ଚେଷ୍ଟା କରୁଥିଲେ, କିନ୍ତୁ ଯେତେବେଳେ ଦେଖିଲେ ଯେ କେବଳ ହସ୍ତର ସଂକେତ ଦ୍ୱାରା ସମସ୍ତ କାମ ଚଳିପାରୁନାହିଁ, ସେତେବେଳେ ସେମାନେ ଏକତ୍ର ହୋଇ କେତେକ ଧ୍ୱନିକୁ ସଂକେତ ରୂପେ ସ୍ୱୀକାର କରୁଥିଲେ। ସେହି ଧ୍ୱନି ସଂକେତରୁ ଶବ୍ଦ ରୂପେ ପରିବର୍ତ୍ତନ ହେଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଏହି ସଂକେତ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ। ଏତିକି ଲେଖିବେ, ବାସ୍ କିଛି ନାହିଁ। ମାନେ ଦେଖ ସଂକେତ ମାନେ କ'ଣ, ମଣିଷ ଯେତେବେଳେ ପ୍ରଥମେ କ'ଣ, ତାଙ୍କ ମତରେ ପ୍ରଥମେ କ'ଣ ଭାବର
ଭାବର ଆଦାନ ପ୍ରଦାନ ଚେଷ୍ଟା କରୁଥିଲେ ହେଲା। ତ କିନ୍ତୁ ସେତେବେଳେ ଦେଖିଲେ ଯେ କେବଳ ହସ୍ତର ସଂକେତ ଦ୍ୱାରା ମାନେ ଯେଉଁ ଭାବର ଆଦାନ ପ୍ରଦାନ ମାନେ କ'ଣ ହାତ ଦ୍ୱାରା ଠେରିକି କହିବା ହେଲା, ଏଇସବୁ ତାଙ୍କ ଦ୍ୱାରା ଅଧିକ କାମ ଦେଇପାରିଲାନି। ତେଣୁକରି ସେମାନେ ଏକତ୍ର ହେଇକି ଏକାଠି ହେଇକି କଥାବାର୍ତ୍ତା ହେଲେ ବା ଯାହା ବି ଗୋଟେ ଡିସାଇଡ଼୍ କଲେ। ତ ଏମିତି ମାନେ ମିଶିକି ସେଥିରୁ ମାନେ ଶବ୍ଦ ସୃଷ୍ଟି ହେଲା, ଶବ୍ଦର ଭାଷା ସୃଷ୍ଟି ହେଲା ବୋଲି ଆମେ ସଂକେତରୁ ଆମେ ଜାଣିପାରିଲେ ହେଲା। ସଂକେତ ମାନେ କ'ଣ? ସଂକେତ ମାନେ ଗୋଟେ ମାନେ ଠେରିକି କହିବା, ହାତ ମାନେ ଇଏ କରିକି କଥାବାର୍ତ୍ତା କରିବା ହେଲା। ତାଇରୁ ବହୁତ ଦିନ ତକ୍ ମାନେ କାମ ଦେଲାନି ହେଲା। ତେଣୁକରି ଏଇ ଭାଷାର ଆମେ ମାନେ ଏଇଥିରୁ ଆମେ ଜାଣିପାରିଲେ ଯେ ମଣିଷ ଏକତ୍ରିତ ହେଲା, ଏକତ୍ରିତ ହୋଇକି କିଛିଟା ଶବ୍ଦ ସୃଷ୍ଟି କଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଜାଣିପାରିଲେ। ତ ଜାଣିବା ଏତିକି ଥିଲା। ଆଉ ଗୋଟେ 4 ନମ୍ବର, ହଁ ବାସ୍ ଏତିକି ଲେଖିବେ, ବୁଝନ୍ତୁ, କନସେପ୍ଟ କ୍ଲିୟର ହୁଅନ୍ତୁ, ଯାହା ଫଳରେ ଏକ୍ଜାମ୍ରେ ଲେଖିପାରିବେ। ଇଙ୍ଗିତ ସିଦ୍ଧାନ୍ତ ହେଲା। 4 ନମ୍ବର କ'ଣ? ଇଙ୍ଗିତ ସିଦ୍ଧାନ୍ତ। ମିନିମମ୍ 10ଟି ସିଦ୍ଧାନ୍ତ ଲେଖିଲେ ଆପଣଙ୍କୁ ଠିକ୍ ହୋଇଯିବ। ଦେଖନ୍ତୁ ଇଙ୍ଗିତ ସିଦ୍ଧାନ୍ତ କ'ଣ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ସର୍ଟ କ୍ୱେଶ୍ଚନ୍ ଆସେ ବା ଲଗ୍ଭଗ ଥିଓରି ବୋଲି କୁହାଯାଏ ହେଲା ଇଂରାଜୀରେ। ଦେଖନ୍ତୁ ପାଲିନେସିୟନ ଭାଷା ବିଦ୍ୱାନ ଡକ୍ଟର ରାୟ ପ୍ରଥମେ ଏହି ମତବାଦ ଉଦ୍ଭାବନ କରୁଥିଲେ। କିଏ? ଡକ୍ଟର ରାୟ ହେଲା। ପ୍ରଥମେ ଯେଉଁଟାକି ଇଙ୍ଗିତ ସିଦ୍ଧାନ୍ତର ମତ ପ୍ରଦାନ କରୁଥିଲେ। ତ ଦେଖନ୍ତୁ ଭିଡ଼ିଓକୁ ଲାଷ୍ଟ ଦେଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କ୍ୱେଶ୍ଚନ୍ ଏଇଟା। ତ ଡାରୱିନ୍ 6ଟି ସମ୍ବନ୍ଧ ଭାଷାରୁ ତୁଳନାତ୍ମକ ଅଧ୍ୟୟନର ଆଧାର ଉପରେ ଏହାକୁ ପ୍ରମାଣିତ କରିଥିଲେ। 1930 ଖ୍ରୀଷ୍ଟାବ୍ଦରେ ରିଚାର୍ଡ ଏ ସିଦ୍ଧାନ୍ତର ପୁନର୍ବିଚାର କରିଥିଲେ। କିଏ? ରିଚାର୍ଡ ପୁନର୍ବିଚାର କରିଥିଲେ ଓ ହ୍ୟୁମାନ୍ ସ୍ପିଚ୍ ନାମକ ନିଜ ଗ୍ରନ୍ଥରେ ମୌଖିକ ଇଙ୍ଗିତ ସିଦ୍ଧାନ୍ତ ଓରାଲ ଗେସ୍ଚର ଥିଓରି ନାମକୁ ଦେଇଥିଲେ। ଆଇସଲ୍ୟାଣ୍ଡର ଭାଷାବିତ୍ ଆଲେକ୍ଜାଣ୍ଡାର ଜୋହାନ୍ସ ଭାରବୀୟ ହେଲା, ଭାରବୀୟ ମାନଙ୍କର ତୁଳନାତ୍ମକ ଅଧ୍ୟୟନ ବେଳେ ଏହି ସିଦ୍ଧାନ୍ତର ଉପନୀତ ହୋଇଥିଲେ। ତ ଦେଖନ୍ତୁ ଏଇଠି କିଛି ନାହିଁ, ଇଙ୍ଗିତ ସିଦ୍ଧାନ୍ତରୁ ଆମେ ଜାଣିବା ମାନେ ସିଧାସଳଖ ଭାବରେ ଜାଣିବା। ଏହାର ପ୍ରବକ୍ତକ ପ୍ରଥମେ ଲେଖିବେ ଡକ୍ଟର ରାୟ ହେଲା, ମତବାଦ ଉଦ୍ଭାବନ କରୁଥିଲେ। ଡାରୱିନ୍ 6ଟି ସମୁଦ୍ର ଭାଷାର ତୁଳନାତ୍ମକ ଅଧ୍ୟୟନ କରୁଥିଲେ, ଲେଖିଦେବେ। ଦେନ୍ ପଳାଇ ଆସିବା ମାନେ ଏହାକୁ ଦେଖନ୍ତୁ, ଏହି ସିଦ୍ଧାନ୍ତର 4ଟି ସୋପାନ ଗ୍ରହଣ କରୁଛନ୍ତି ଇଙ୍ଗିତ ସିଦ୍ଧାନ୍ତରୁ। ସେହି ସୋପାନ ହେଉଛି ଭାବ ପ୍ରକାଶମୂଳକ ସୋପାନ ଏବଂ ଅନୁକରଣମୂଳକ ସୋପାନ ଏବଂ ଅଙ୍ଗ ଇଙ୍ଗିତମୂଳକ ସୋପାନ, ଆଉ ଗୋଟେ ହେଲା ସୂକ୍ଷ୍ମ ଭାବ ପ୍ରକାଶମୂଳକ ସୋପାନ। ଏତିକି ଲେଖିବେ। ତ ପ୍ରଥମେ ଜାଣିବା ଭାବ ପ୍ରକାଶମୂଳକ ସୋପାନ କ'ଣ? ଏହି ସୋପାନରେ ମଣିଷ ତାର ଆଶା, ହତାଶ, କ୍ରୋଧ, କାରଣ, ଭୟ, ବିସ୍ମୟ ଆଦି ସଂକେତରେ ପ୍ରକାଶ କରୁଥିଲା ହେଲା। ଅନୁକରଣ କ'ଣ? ଏହି ସୋପାନରେ ମନୁଷ୍ୟ ବିଭିନ୍ନ ଜୀବନ୍ତ ହେଲା, ଜୀବଜନ୍ତୁ ଓ ନିର୍ଜୀବ ପଦାର୍ଥମାନଙ୍କ ଧ୍ୱନିକୁ ଅନୁକରଣକୁ ସଂକେତ ବା ଶବ୍ଦ ଗଠନ କରୁଥିଲା। ଇଙ୍ଗିତ ମାନେ ଅନୁକରଣ ବା ଯେଉଁ ପଶୁ ପକ୍ଷୀମାନଙ୍କ ଯେଉଁ ଅନୁକରଣ ମାନେ ଶବ୍ଦକୁ ସେ ଅନୁକରଣ କରିକି ଶବ୍ଦ ସୃଷ୍ଟି କରୁଥିଲା, ଭାଷା ସୃଷ୍ଟି କରୁଥିଲା ବୋଲି ଏଠାରେ ଜାଣିପାରିଛୁ। ଆଉ ଜାଣିବା ଇଙ୍ଗିତ ସିଦ୍ଧାନ୍ତ, ଅଙ୍ଗ ଇଙ୍ଗିତ ସିଦ୍ଧାନ୍ତରୁ ଏହାର ମାଧ୍ୟମ ଆଧାର ହେଉଛି ଅନୁକରଣ, କିନ୍ତୁ ଏହି ଅନୁକରଣ ଜିହ୍ୱା ଦ୍ୱାରା ହେଲା, ଅନୁକରଣ ନୁହେଁ। ଅଙ୍ଗ ମୁଖ୍ୟତଃ ହାତ ଦ୍ୱାରା ଅନୁକରଣ କୌଣସି କାରଣ ନଥାଇ ମନୁଷ୍ୟ ଚିନ୍ତିତ ଅବସ୍ଥାରେ ଥିଲାବେଳେ ଅଜଣାତରେ ଏହିପରି ଇଙ୍ଗିତ ସୃଷ୍ଟି ଲାଭ କରୁଥିଲା। ମାନେ ଅଙ୍ଗ ଇଙ୍ଗିତ ମାନେ ହାତରୁ ଯାହା ବି ଆମେ ଗେସ୍ଚର ଆମେ ଗେସ୍ଚର କହୁନା, ଯେଉଁଟାକି ହାତ ଧରେଇକି ଠେରିକି କହିବା, ଏଇଟାକୁ ବୁଝାଉଛି ହେଲା। ସୂକ୍ଷ୍ମ ଭାବ ପ୍ରକାଶମୂଳକ ସମାଜ ମନୁଷ୍ୟର ମାନସିକ ବିକାଶ ଫଳରେ ଧୀରେ ଧୀରେ ସେ ସୂକ୍ଷ୍ମ ପ୍ରକାଶ ଲାଗି ଶବ୍ଦ ସୃଷ୍ଟି କରୁଥିଲା ବୋଲି ଆମେ ଜାଣିଛୁ। ଏତିକି ଲେଖିବେ, ଆଉ କିଛି ନାହିଁ ହେଲା। ପ୍ରଥମେ ଜାଣିଛୁ ଇଙ୍ଗିତ ମାନେ କ'ଣ? ଇଙ୍ଗିତ ମାନେ ଯେଉଁଟାକି ତାର ଲେଖିବେ ଡକ୍ଟର ରାୟ ପ୍ରଥମେ ଏହାର ମତବାଦ କରୁଥିଲେ। ତାପରେ ଏହାର 4ଟି ସୋପାନ ରହୁଛି, ଯେଉଁଟାକି ଭାବ ପ୍ରକାଶମୂଳକ, ଅନୁକରଣମୂଳକ ସୋପାନ, ଅଙ୍ଗ ଇଙ୍ଗିତ, ତାର ଡେସ୍କ୍ରାଇବ୍ ଟିକେ ଦେଇଦେବେ। ବୁଝିପାରିଲେ? ତ ଚାଲ, ଭିଡ଼ିଓ ଯଦି ଲେନ୍ଦି ହେଇଯାଉଛି ବା ଲଙ୍ଗ ହେଇଯାଉଛି ତାହେଲେ ମୁଁ ଆପଣଙ୍କୁ ସ୍କ୍ରିନଶଟ୍ ମାରିବା ପାଇଁ କହିବି, ଆଉ ଟିକେ ଜଷ୍ଟ କନସିଡର କରିବି। ଆଉ ରହିଲା ଅଧ୍ୟାୟ ରହିଲା ହେଲା, ଧନୁନ୍ୟକରଣ ସିଦ୍ଧାନ୍ତ ଦେଖିବା। କନସେପ୍ଟ ମୁଁ ଆପଣଙ୍କୁ କ୍ଲିୟର କରୁଛି ହେଲା। ମୁଁ ଆଗରୁ ବି କ୍ଲାସ୍ କରିଛି, ଆପଣ ଦେଖିନାହାନ୍ତି ଦେଖିଦେବେ, କନସେପ୍ଟ କ୍ଲିୟର ହୁଅନ୍ତୁ ହେଲା। ତା ସହିତ କେଉଁଟାକୁ ଆସିବ କ୍ୱେଶ୍ଚିନ୍ ତାହା ମୁଁ ଆପଣଙ୍କୁ କହିଦେଉଛି। ଦେଖ, ଧନୁନ୍ୟକରଣ ସିଦ୍ଧାନ୍ତ, ଏହି ସିଦ୍ଧାନ୍ତ ଅନୁଯାୟୀ ମନୁଷ୍ୟର ନିଜର ପରିପାର୍ଶ୍ୱରେ ଥିବା ପଶୁପକ୍ଷୀମାନଙ୍କର ଧ୍ୱନି ଅନୁକରଣ କରି କେତେକ ଶବ୍ଦ ନିର୍ମାଣ କରିଥିଲେ। ଏହି ଶବ୍ଦ ଦେଖ, ଏହି ଶବ୍ଦ ଭାଷା ସୃଷ୍ଟିର କାରଣ ହେଲା ବିଲେଇର ମିଆଁ ମିଆଁ ହେଲା, ରବ ଅନୁଯାୟୀ ଚୀନା ଭାଷାର ମିଆଁ ମିଆଁ, ହିନ୍ଦୀର ମିଆଁ, ହିନ୍ଦୀର ମେ ହେଲା, ଯେଉଁଟାକି ମେ ଇଂରାଜୀରେ କୁକୁହ। ତ ଏତିକି ଲେଖିବେନି, ସିଧାସଳଖ ଆସିବେ। ଦେଖ ଧନୁନ୍ୟ ମାନେ କ'ଣ? ଧନୁନ୍ୟ କ'ଣ ସିଦ୍ଧାନ୍ତ ମାନେ କ'ଣ? ମାନେ ଯାହା ବି ପୃଥିବୀରେ ଯାହା ବି ପଶୁ ପକ୍ଷୀମାନଙ୍କ ଅଛି, ତ ସେଇଭଳି ଦେଖନ୍ତୁ ପଶୁ ପକ୍ଷୀମାନଙ୍କର ଯେଉଁ ଶବ୍ଦକୁ ଅନୁକରଣ କରି
ହେଲା ଶବ୍ଦକୁ ଅନୁକରଣ କରି ଯୋଉଟାକି ଭାଷା ସେଇ ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଏଇ ଧ୍ୱନୀକରଣ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ। ତ ଦେଖନ୍ତୁ ଯୋଉଟାକି ବିଲେଇର ମିଆଁ ମିଆଁ, କୁକୁରର ଭଅ ଭଅ, ଗାଈର ମାନେ ସରି କୁକୁରର କ'ଣ ହଁ ଗାଈର ଭଅ ଭଅ, ବିଲୁଆର ହୁକେ ହୋ, ଏଇଭଳିଆ ଶବ୍ଦ ସୃଷ୍ଟି କରି ସେ ଭାଷା ସୃଷ୍ଟି ହେଲା ବୋଲି ଏଇ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ। ଦେଖନ୍ତୁ ଆଉ ଦେଖନ୍ତୁ ଏଇଠି ଅଛି ଆପଣଙ୍କର ହୁଁ ତ ଏତିକି ଆଉ କିଛି ନାହିଁ ହେଲା। ତ ଏଇଠି ଆପଣ ତାର ଉଦାହରଣ ଟିକେ ଲେଖିଦେବେ ଯୋଉଟାକି କୁକୁରର ଭୁକା ହଉ ଭୁକା ହଉ କୁ କୁହାଯାଏ ଇଂରାଜୀରେ ଛୁଆମାନଙ୍କୁ କୁକୁର ମଧ୍ୟ ଭାଉ ଭାଉ ବୋଲି କୁହାଯାଏ। ତ ଏତିକି ଉଦାହରଣ ଦେବେ ମାନେ ଧନନ୍ୟ ମାନେ ପୃଥିବୀର ଯେଉଁ ପଶୁପକ୍ଷୀମାନଙ୍କର ଶବ୍ଦରୁ ଭାଷା ସୃଷ୍ଟି ହେଉଛି ବୋଲି ଆମେ ଜାଣିପାରିଲେ ହେଲା। ଏତିକି ଲେଖିବେ ଆଉ କିଛି ନାହିଁ। ତ ଚାଲ ପରବର୍ତ୍ତୀ ଯିବା ଅନୁକରଣ ସିଦ୍ଧାନ୍ତ। ଦେଖ ଅନୁରଣନ ବା ଅନୁକରଣ ସିଦ୍ଧାନ୍ତ ଯୋଉଟାକି ଇମିଟେଟିଭ୍ ଥିଓରି ବୋଲି କୁହାଯାଏ। ତ ଦେଖନ୍ତୁ ଏଇଟା କ'ଣ ଅନୁରଣନ ବା ଅନୁକରଣ ଦ୍ୱାରା ଭାଷାର ସୃଷ୍ଟି ସମ୍ଭାବନା ଆଶା ନହେଲେ ପୃଥିବୀର ବହୁ ଭାଷାର ପ୍ରଚୁର ଶବ୍ଦ ଏଇ ଭିତରେ ସୃଷ୍ଟି ହୋଇଅଛି ଯଥା ଇଂରାଜୀରେ କୁହାଯାଏ। ତ ଏତିକି ଯାଅ ଅନୁରଣ ମାନେ କ'ଣ ମୁଁ ଆପଣଙ୍କୁ କହିଦେଉଛି ଜଷ୍ଟ ଭାବାବେଗ ସିଦ୍ଧାନ୍ତ। ଏଇଟା ଆସେନି ହେଲା, ଏଇଟା ଛାଡ଼। ଭାବାବେଗ ସିଦ୍ଧାନ୍ତ ଦେଖ ଡାର୍ଲିଫ୍ ହେଉଛନ୍ତି ଏଇ ସିଦ୍ଧାନ୍ତର ପ୍ରବକ୍ତା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଭାବାବେଗ ସିଦ୍ଧାନ୍ତ କ'ଣ ଟିକେ ଆପଣମାନେ ଭିଡ଼ିଓକୁ ଟିକେ ଲାଷ୍ଟକୁ ଦେଖିଦେବେ, ବହୁତ ଇମ୍ପୋର୍ଟାଣ୍ଟ। ଯାହା ବି ଏଇଠିରୁ ସର୍ଟ କୋଶ୍ଚିନ୍ ଲଙ୍ଗ କୋଶ୍ଚିନ୍ ପାଇପାରିବେ। ଭାବାବେଗ ସିଦ୍ଧାନ୍ତ ହେଲା କାଲଡିଫ୍ ହେଉଛନ୍ତି ଏଇ ଉତ୍ପତ୍ତି ସିଦ୍ଧାନ୍ତର ପ୍ରଥମ ସନ୍ଧାନକାରୀ ହେଲା, ଯୋଉଟାକି ପୁଅ ଥିଓରି। କାଲଡିଫ୍ ମନେ ରଖନ୍ତୁ ଭାବାବେଗ ସିଦ୍ଧାନ୍ତ ଅନୁଯାୟୀ ମନୁଷ୍ୟର ପ୍ରଥମେ ବିଚାର ପ୍ରଦାନ ହେବା ଅପେକ୍ଷା ଅଧିକ ଥିଲା କ'ଣ ଭାବ ପ୍ରଦାନ। ଭାବାବେଶତଃ ତା ମୁଖରୁ ଆହ୍ୱାନ, ବିସ୍ୱାଦ, ବିସ୍ମୟ, ଜୁଗୁପ୍ସା, ଜିଜ୍ଞାସା, ନିନ୍ଦା, ପ୍ରଶଂସା ସୂଚାଉଥିଲା। ଧ୍ୱନି ସବୁ ବାହାରି ଆସୁଥିଲା ସ୍ମାରବିକ ପ୍ରଭୃତି କ'ଣ କାଶୀର ଛିଙ୍କିବା ପରି ଏହା ହେଉଛି ତାର ସ୍ୱାଭାବିକ ମାନସିକ ପ୍ରବୃତ୍ତି। ଏହିପରି ଧ୍ୱନି ହେଉଛି ଓ ଆ ହାଇ ଧିକ୍ ଛି ଧେକ୍ ପୁ ଏଇଭଳିଆ। ଦେଖନ୍ତୁ ମୁଁ ପ୍ରଥମେ ବୁଝେଇ ଦେଉଛି ଯେ ଭାବାବେଗ ମାନେ କ'ଣ। ଦେଖନ୍ତୁ ଏହାର ପ୍ରବକ୍ତା ହେଉଛନ୍ତି କ'ଣ କାଲଡିଫ୍। ତ ମଣିଷ ଦେଖନ୍ତୁ ଏଇ ମଣିଷ ଦେଖନ୍ତୁ ଯୋଉଟାକି ମଣିଷ ପ୍ରଥମେ କ'ଣ ବିଚାର ପ୍ରଦାନ ହେବା ଅପେକ୍ଷା କ'ଣ ଅଧିକ ଥିଲା ଭାବ ପ୍ରଦାନ। ମାନେ ସେତେ ସମୟରେ ଓ ଆ ହାଇ ଛି ଛା ଧିକ୍ ଏଇଥିରୁ ଆମେ କ'ଣ କିଛିଟା ମାନେ ଶବ୍ଦ ସୃଷ୍ଟି ହେଲା, ଶବ୍ଦରୁ କ'ଣ ଭାଷା ସୃଷ୍ଟି ହେଲା ବୋଲି ଆମେ ଏଇ ଭାବାବେଗ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ ହେଲା। ପ୍ରଥମେ ମନେ ରଖନ୍ତୁ କାଲଡିଫ୍ ହେଉଛନ୍ତି ଏହାର ପ୍ରବକ୍ତା। ତ ଏତିକି ମନେ ରଖିଲେ ଆମମାନଙ୍କୁ ଯଥେଷ୍ଟ, ବୁଝିପାରିଲେ। ମାନେ ତାର କନସେପ୍ଟ କ୍ଲିୟର ହୁଅନ୍ତୁ। ଅପନୋଦନ ସିଦ୍ଧାନ୍ତ ବା ଧ୍ୱନି ସିଦ୍ଧାନ୍ତ ବା ହୋ ଥିଓରି, ଏହା କ'ଣ ବୁଝି ଦିଅନ୍ତୁ। ଏଇ ମତବାଦ ଜନ୍ମଦାତା ହେଉଛନ୍ତି ବିଶିଷ୍ଟ ଭାଷାବିତ ହେଉଛନ୍ତି ନୟର, ବହୁତ ଇମ୍ପୋର୍ଟାଣ୍ଟ। ତ ତାଙ୍କ ମତରେ ଯେତେବେଳେ କୌଣସି କଠିନ ପରିଶ୍ରମ କରାଯାଏ ହେଲା, ସେତେବେଳେ ଫୁସଫୁସରୁ ଶ୍ୱାସ ଜୋରରେ ମାନେ ନିର୍ଗତ ହୁଏ, ଯାହାଦ୍ୱାରା କି ଶରୀରକୁ କିଛି ଆରାମ ମିଳେ। ଚଞ୍ଚଳ ଓ ଚଞ୍ଚଳ ନିର୍ଗତ ଏହି ଶ୍ୱାସକ୍ରିୟାର ପ୍ରତିକ୍ରିୟା ଯୋଗୁଁ ସ୍ୱରତନ୍ତ୍ରୀମାନଙ୍କର କ'ଣ କମ୍ପନ ହୋଇଥାଏ। କମ୍ପନ ହେଲା ଯାତା ହୁଏ ଏବଂ ଏହି କମ୍ପନ ଫଳରେ ସ୍ୱତଃ କେତେକ ଧ୍ୱନି ସୃଷ୍ଟି ହୁଏ। ଉଦାହରଣ ସ୍ୱରୂପ ନେବା ସ୍ୱରୂପ ତାର ଧୋବା ଲୁଗା କାଚିଲା ବେଳେ ତାଙ୍କର ଶବ୍ଦ କ'ଣ ହୁଏ, ହିଅ ହିଅ କରି ସେ ଧୋବା କାଚେ, ଛିଅ ଛିଅ କରି ସେ ଧୋବା କାଚେ। ସେ ସ୍ୱତଃ ସ୍ପଷ୍ଟ ଏହି ଧ୍ୱନି ଗୁଡ଼ିକର ଆଦିମ ଅବସ୍ଥାରେ ସେଇ କାର୍ଯ୍ୟ ଦତୀତ, କାରଣ ଏହିପରି କୌଣସି ଧ୍ୱନିରୁ ଇଂରାଜୀରେ ଭାଷା ସୃଷ୍ଟି ହେଲା ପରେ ଆମେ ଜାଣିପାରିଲେ। ତ ପ୍ରଥମେ ସିଧାସଳଖ ମୁଁ ବୁଝେଇ ଦେଉଛି ଅପନୋଦନ କ'ଣ। ତ ମଣିଷ ଯେତେବେଳେ ଦେଖନ୍ତୁ ଜନ୍ମ ହେଉଛନ୍ତି ଜନ୍ମ ହୋଇଥାଏ ଏହାର ନୟ ହେଉଛନ୍ତି ଏହାର ମତବାକ୍ତ ହେଲା, ମନେ ରଖିବେ। ତ ଦେଖନ୍ତୁ ଯେତେବେଳେ ମଣିଷ କଠିନ ପରିଶ୍ରମ କରୁଥିଲା ବେଳେ ପରିଶ୍ରମ କଲାବେଳେ ତାଙ୍କ ଫୁସଫୁସରୁ ଜୋରରେ ମାନେ କ'ଣ ଜୋରରେ କ'ଣ ନିର୍ଗତ ହୋଇଥାଏ ହେଲା, ଫୁସଫୁସରୁ ପବନ ଜୋରରେ ନିର୍ଗତ ହୋଇଥାଏ, ଯାହାଦ୍ୱାରା କି ସେ ପବନରୁ କ'ଣ କିଛିଟା ଶବ୍ଦ ସୃଷ୍ଟି ହୁଏ, ଶବ୍ଦରୁ ଭାଷା ସୃଷ୍ଟି ହୁଏ ବୋଲି ଆମେ ଏଇ ଅପନୋଦନ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ। ଆଉ ଗୋଟେ ଉଦାହରଣ ଦେଲା ଧୋବା ଯଦି ଲୁଗା କାଚିଲା ବେଳେ ତାର ଶବ୍ଦ ହିଅ ହିଅ ଛିଅ ଛିଅ କରୁଥାଏ, ସେଇଥିରୁ ମଧ୍ୟ କିଛିଟା ଶବ୍ଦ ସୃଷ୍ଟି ହୋଇଥାଏ, ଶବ୍ଦରୁ ଭାଷା ସୃଷ୍ଟି ହୋଇଥାଏ ବୋଲି ଆମେ ଜାଣିପାରିଲେ। ଏଇଟା ହେଉଛି ତାର ଅପନୋଦନ ସିଦ୍ଧାନ୍ତ, ବୁଝିପାରିଲେ। ପରବର୍ତ୍ତୀ ପ୍ରଶ୍ନ ଯିବା। ପରବର୍ତ୍ତୀ ପଏଣ୍ଟ ହେଉଛି କ'ଣ ଏଇଟା କେତେ ନମ୍ବର ପଢ଼ିଲେ ଆମେ 8 ନମ୍ବର 9 ନମ୍ବର ଦେଖିବା। ହଁ 9 ନମ୍ବର ଟାଟା ସିଦ୍ଧାନ୍ତ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେଖନ୍ତୁ ଟାଟା ସିଦ୍ଧାନ୍ତ କ'ଣ ବୁଝିବା। ଦେଖନ୍ତୁ ଏହି ସିଦ୍ଧାନ୍ତ ଅନୁସାରେ ଆଉ ଗୋଟେ ରହିଲା ହେଲା, ଆଉ ଗୋଟେ ମାନେ ରହିଲା ସଙ୍ଗୀତ। ଏହି ସିଦ୍ଧାନ୍ତ ଅନୁସାରେ ଅତି ପ୍ରାଚୀନ କାଳର ଆଦିମ ମଣିଷ କାମ କରିବା ସମୟରେ ଉଚ୍ଚାରଣ ଅବୟନ ମାନେ କାର୍ଯ୍ୟ ଅବୟବମାନଙ୍କର ଗତିକୁ ଅନୁକରଣ କରୁଥିଲେ। ଏହି ଅନୁକରଣ କରୁଛି ଧ୍ୱନି ସଂଯୁକ୍ତ ହେବାର ଶବ୍ଦର ସୃଷ୍ଟି ହୋଇଥିଲା। ଏହି ଧ୍ୱନି ଏବଂ ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଜାଣିପାରୁଛେ। ତ କିନ୍ତୁ ଭାଷା ଉତ୍ପତ୍ତି ପ୍ରଶ୍ନ ସାଧନା ଏଥିରେ ସମ୍ଭବ ନୁହେଁ। ଏଇଭଳି ଅନୁକରଣ
ସଭ୍ୟ ମଣିଷ କିମ୍ବା ଅଦ୍ୟାବଧି ପୃଥିବୀର ବହୁ ଅଞ୍ଚଳରେ ଥିବା ଅସଭ୍ୟ ମଣିଷ ନିକଟରେ ଦେଖାଯାଏ। କିଛି ନାହିଁ, ଆପଣମାନେ ବୁଝନ୍ତୁ ଟାଟା ସିଦ୍ଧାନ୍ତ। ଟାଟା ସିଦ୍ଧାନ୍ତ ଦେଖନ୍ତୁ, ଏହି ସିଦ୍ଧାନ୍ତ ଅନୁସାରେ ଅତି ପ୍ରାଚୀନ କାଳର ଆଦିମ ମଣିଷ ହେଲା କାମ କରିବା ସମୟରେ ଉଚ୍ଚାରଣକ୍ଷମ ଅବୟବ କାର୍ଯ୍ୟକ୍ଷମ ଅବୟବମାନଙ୍କର ଗତିକୁ ଅନୁକରଣ କରୁଥିଲେ ହେଲା, ଯେଉଁଟାକି କାର୍ଯ୍ୟ କରୁଥିଲେ ସେ କାର୍ଯ୍ୟ ସମୟରେ ଯେଉଁ ମାନେ ଉଚ୍ଚାରଣ ହେଲା କେମିତି ଯେଉଁ କଷ୍ଟଟା କେମିତି ପାଉଥିଲେ ସେଇ ଉଚ୍ଚାରଣରୁ ଭାଷା ସୃଷ୍ଟି ହେଲା। ଶବ୍ଦରୁ ଭାଷାରୁ ଶବ୍ଦ ଯେଉଁ ମାନେ ଅନୁକରଣରୁ ଶବ୍ଦ ସୃଷ୍ଟି ହେଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଏଇ ଟାଟା ସିଦ୍ଧାନ୍ତରୁ ଜାଣିପାରିଲେ ହେଲା। ସେମ୍ ଅଛି ଯେଉଁଟାକି ଅନୁକରଣ ଆଉ ଟାଟା ସିଦ୍ଧାନ୍ତ, ଏତିକି ଆମର ଲେଖିଦେବେ। ସଙ୍ଗୀତ ସିଦ୍ଧାନ୍ତ ବହୁତ ଇମ୍ପୋର୍ଟାଣ୍ଟ। ସଙ୍ଗୀତ ସିଦ୍ଧାନ୍ତ କ'ଣ? এই ସିଦ୍ଧାନ୍ତ ଅନୁସାରେ ଭାଷାର ଉତ୍ପତ୍ତି ଆଦିମ ମଣିଷର ସଙ୍ଗୀତରୁ ହୋଇଛି। ଡାରୱିନ୍ ଓ ସ୍ପେନର ଏହି ମତକୁ କେତେକ ପରିମାଣରେ ସ୍ୱୀକାର କରୁଛନ୍ତି ହେଲା। ସଙ୍ଗୀତ ସିଦ୍ଧାନ୍ତର କୋଶ୍ଚିନ୍ ଆସେ, ସଙ୍ଗୀତ ସିଦ୍ଧାନ୍ତର ପ୍ରବକ୍ତା କିଏ? ଡାରୱିନ୍ ହେଲା। ଡାରୱିନ୍ ଏବଂ ସ୍ପେନ୍ସର ଏହି ମତକୁ କେତେକ ପରିମାଣରେ ସ୍ୱୀକାର କରୁଛନ୍ତି। ତ ଏହା ଜାଣିବା, ଦେଖନ୍ତୁ ତ ଆଦିମ କାଳରେ ଯେଉଁ ମଣିଷ ହେଲା, ଯେଉଁ ମଣିଷ ସଙ୍ଗୀତ ଯେଉଁ ଗୁଣୁ ଗାନ କରୁଥିଲେ ସେଇଥିରୁ କିଛି ଶବ୍ଦ ସୃଷ୍ଟି ହେଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ଜାଣିପାରିଲେ ହେଲା। ଏଇଠି ଦେଖନ୍ତୁ ଗୁଣୁ ହେବା ସେ ଆନନ୍ଦ ପାଇଥିଲେ, ସେଇଥିରୁ ଆମେ ଶବ୍ଦରୁ ଭାଷାରୁ ଶବ୍ଦ ସୃଷ୍ଟି ହେଲା ବୋଲି ଆମେ ଜାଣିପାରିଲେ। ଏତିକି ଜଷ୍ଟ ମନେ ରଖନ୍ତୁ। ତ ଆଉ କ'ଣ ରହିଲା କି? ପ୍ରେମ ସିଦ୍ଧାନ୍ତ ଗୋଟେ ରହିଲା। ଦେଖନ୍ତୁ ପ୍ରେମ ସିଦ୍ଧାନ୍ତ କ'ଣ ଆମକୁ ବୁଝେଇ ଦେଉଛି। ପ୍ରେମ ସିଦ୍ଧାନ୍ତ ଦେଖନ୍ତୁ କ'ଣ, ପ୍ରେମ ମାନେ ଏହାର ମତବାଦ କିଏ ପ୍ରଥମେ ଜାଣନ୍ତୁ? ପ୍ରଫେସର ହଡସନ ହେଲା। ପ୍ରଫେସର ହଡସନ ହେଉଛନ୍ତି ପ୍ରେମ ସିଦ୍ଧାନ୍ତର ପ୍ରବକ୍ତା। ଏହି ପ୍ରେମ ସିଦ୍ଧାନ୍ତର ମୁଖ୍ୟ ଉଦ୍ଦେଶ୍ୟ ମୁଁ ଆପଣଙ୍କୁ କହିଦେଉଛି। ଦେଖନ୍ତୁ ଯେତେବେଳେ ବ୍ୟକ୍ତି ହେଲା ପ୍ରେମର ମଣିଷର ଶ୍ରେଷ୍ଠ ଭାବ ପ୍ରେମିକ ଏବଂ ପ୍ରେମିକା ହେଲା, ଦୁଇ ଜଣଙ୍କ ମଧ୍ୟରେ ଯେଉଁଟାକି ଯେଉଁ ଭାବନାଟା ଯେଉଁ ତାଙ୍କ ମନ ଭିତରେ ଯେଉଁ ଭାବଟା ଥାଏ, ଭାବନାଟା ଥାଏ, କିନ୍ତୁ ସେ ସାମ୍ନାବାଲାକୁ ଯେଉଁ ପ୍ରେମିକାକୁ କିମ୍ବା ପ୍ରେମିକକୁ କହିବାକୁ ଯେଉଁ ବ୍ୟାକୁଳ ହୋଇଥାନ୍ତି, ସେ ବ୍ୟାକୁଳ ହେବା ମାଧ୍ୟମରେ କିଛିଟା ଶବ୍ଦ ସୃଷ୍ଟି ହୋଇଥାଏ ହେଲା। ଶବ୍ଦରୁ ଭାଷା ସୃଷ୍ଟି ହୋଇଥାଏ ବୋଲି ଆମେ ପ୍ରେମ ସିଦ୍ଧାନ୍ତରୁ ଆମେ ଜାଣିପାରିଲୁ। ପ୍ରଥମେ ଜାଣନ୍ତୁ ଯେ ପ୍ରେମ ସିଦ୍ଧାନ୍ତର ପ୍ରବକ୍ତା ହେଉଛନ୍ତି ପ୍ରଫେସର ହଡସନ, ଏତିକି ମନେ ରଖନ୍ତୁ ହେଲା। ଆଉ ତାର କାରଣ ହେଉଛି ପ୍ରେମ ହେଉଛି ପ୍ରେମିକା ମଧ୍ୟରେ ଥିବା ଯେଉଁ ବ୍ୟାକୁଳରୁ ଶବ୍ଦ ସୃଷ୍ଟି ଓ ଶବ୍ଦରୁ ଭାଷା ସୃଷ୍ଟି ବୋଲି ଆମେ ଜାଣିପାରିଲେ ହେଲା। ଆଉ କ'ଣ ରହିଲା ଦେଖ, ସମ୍ପର୍କ ସିଦ୍ଧାନ୍ତ ଦେଖନ୍ତୁ। ସମ୍ପର୍କ ମାନେ କ'ଣ? ସମ୍ପର୍କ ସିଦ୍ଧାନ୍ତର ପ୍ରତିପାଦକ ହେଉଛନ୍ତି ରେବେଜ। ମନେ ରଖନ୍ତୁ, ଏଇଟା ମନେ ରଖନ୍ତୁ, ରେବେଜ ହେଲା ସମ୍ପର୍କ ସିଦ୍ଧାନ୍ତର ପ୍ରତିପାଦକ ବା ପ୍ରବକ୍ତା। ତ ଏହାର ମାନେ କ'ଣ, ଏହାର ବିଷୟବସ୍ତୁ କ'ଣ? ଦେଖନ୍ତୁ ସମ୍ପର୍କ ସିଦ୍ଧାନ୍ତ ମାନେ ଦେଖ, ମଣିଷ ଯେତେବେଳେ ହେଲା ଗୋଟିଏ ଯେତେବେଳେ ଭାଷା ଶିଖିନଥିଲେ ତ ସେତେବେଳେ ସେମାନେ ଚିନ୍ତା କଲେ ଯେ ଏକତ୍ରିତ ହୋଇ ସମାଜରେ ଏକତ୍ରିତ ହେଲେ, ଏକତ୍ରିତ ହେବା ଦ୍ୱାରା ମାନେ କିଛିଟା ଶବ୍ଦ ସୃଷ୍ଟି ହେଲା, ଶବ୍ଦରୁ ଭାଷା ସୃଷ୍ଟି ହେଲା ବୋଲି ଆମେ ସମ୍ପର୍କ ସିଦ୍ଧାନ୍ତରୁ ଆମେ ଜାଣିପାରିଲେ ହେଲା। ତ ଆଉ କ'ଣ ରହିଲା କି? ପ୍ରତୀକ ସିଦ୍ଧାନ୍ତ ଦେଖନ୍ତୁ, ଏଇଟା କୋଶ୍ଚିନ୍ ଆସିଥିଲା। ସମନ୍ୱିତ ସିଦ୍ଧାନ୍ତ ଏତେ ନାହିଁ, ଆପଣମାନେ ମିନିମମ୍ 10ଟି ଲେଖିବେ, 10ଟି ମାନେ ଲେଖିବେ, ଅଧିକ ଲେଖିବେନି, କିନ୍ତୁ ଟିକେ ଜଷ୍ଟ ଦେଖିଦିଅନ୍ତୁ। ତ ଦେଖନ୍ତୁ ଏଇଟା ଆସେନି, କୋଶ୍ଚିନ୍ ଏବେ ଆସେନି। ମୁଁ ଆମକୁ କ'ଣ କୋଶ୍ଚିନ୍ ଆସେ ମୁଁ ଦେଖେଇ ଦେଉଛି। ଏଠି ଦେଖନ୍ତୁ ପ୍ରତିବିମ୍ବ ସିଦ୍ଧାନ୍ତ ବହୁତ ଇମ୍ପୋର୍ଟାଣ୍ଟ। ପ୍ରତିବିମ୍ବ ସିଦ୍ଧାନ୍ତ ପ୍ରିଭିୟସ୍ ଇୟର୍ ଆସିଥିଲା। ଏହାର ଅନ୍ୟ ନାମ ହେଉଛି ପ୍ରତିମା ସିଦ୍ଧାନ୍ତ ହେଲା, ଲେଖିବେ। ଏହାର ମାନେ ପ୍ରବକ୍ତା କିଏ? ଭର୍ତ୍ତୃହରି ହେଲା। ଭର୍ତ୍ତୃହରି ହେଉଛନ୍ତି ଏହାର ପ୍ରବକ୍ତା, ଏତିକି ମନେ ରଖିବେ, ଆଉ କିଛି ନାହିଁ। ଆଉ ଯଦି ଲେଖିବେ ଲଙ୍ଗ କୋଶ୍ଚିନ୍ ତାହେଲେ 10ଟି ମିନିମମ୍ ଲେଖିବେ, 10ଟି ଉତ୍ପତ୍ତି ଲେଖିଲେ ଯଥେଷ୍ଟ ହୋଇଯିବ। ତ ଭିଡ଼ିଓ ବହୁତ ଲେନ୍ଦି ଯାଉଛି, ଆଶା କରୁଛି ମାନେ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଆଉ କୋଶ୍ଚିନ୍ଟି ବହୁତ ଇମ୍ପୋର୍ଟାଣ୍ଟ ଥିଲା ହେଲା। କୋଶ୍ଚିନ୍ଟି ବହୁତ ଇମ୍ପୋର୍ଟାଣ୍ଟ ଥିଲା ଆପଣଙ୍କ ପାଇଁ, ଯେଉଁଟାକି କାଲି ଏକ୍ଜାମ୍ ପାଇଁ। ଆଉ ହଁ, ପୃଥିବୀର ଭାଷା ପରିବାର ଯେଉଁଟାକି ୟୁନିଟ୍ 3ର ପୃଥିବୀର ଭାଷା ପରିବାର ଆପଣମାନଙ୍କୁ ୟୁଟ୍ୟୁବରେ ମିଳିଯିବ। ସର୍ଚ୍ଚ କରିଦେବେ ପୃଥିବୀର ଭାଷା ପରିବାର ବାଇ CSSC କ୍ଲାସ୍, ବିକେ ସାର୍ ମାରିଦେବେ, ୟୁଟ୍ୟୁବରେ ସର୍ଚ୍ଚ କରିଦେଲେ ଆପଣଙ୍କୁ ଆସିଯିବ। ବହୁତ ବଢ଼ିଆ ସେମାନଙ୍କୁ ବୁଝେଇକି ଆପଣଙ୍କୁ ଲେଖିଛି, ତାହିଁରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଲଙ୍ଗ କୋଶ୍ଚିନ୍ ସେଟା ଆପଣମାନେ ସର୍ଚ୍ଚ କରିକି ଲେଖିଦେବେ, କିମ୍ବା ଆପଣଙ୍କୁ ତାର ଡେସ୍କ୍ରିପସନ୍ ତଳେ ତାର ଲିଙ୍କ୍ ଦେଇଦେବେ, ଆପଣ ଯାଇକି କ୍ଲିକ୍ କରିକି ଦେଖିପାରିବେ। ଆଉ ଆଜି ଇଭିନିଂ ସୁଦ୍ଧା ଆପଣଙ୍କର ଆସିବ କ'ଣ, ୟୁନିଟ୍ 4ର ମାନକ ଭାଷା ଉପଭାଷାର କ'ଣ ସବୁ ଲଙ୍ଗ କୋଶ୍ଚିନ୍ ଆସିବ, ତାହିଁରେ ଗୋଟେ ମୁଁ ଭିଡ଼ିଓ ବନେଇକି ଆଣିବି। ଆଉ ଏକ୍ଜାମ୍ରେ କେମିତି ଲେଖିବେ ତାର ଗୋଟେ ଷ୍ଟ୍ରାଟେଜି ମୁଁ ଆମକୁ କହିଦେବି। ଲେଖିବେ, ଖାତା କେମିତି ଫିଲ୍ଅପ୍ କରିବେ, ଲେଖିବେ କ'ଣ ହେଲା, କ'ଣ ସବୁ ଭୁଲ କରିବେନି, ମୁଁ ଆଉ ଗୋଟେ ଭିଡ଼ିଓ ତା ପାଇଁ ଆଣିକି ଦେଇଦେବି। ତ ଆଜି ପାଇଁ ଏତିକି ଥାଉ। ଭିଡ଼ିଓଟି ବହୁତ ଲେନ୍ଥି ହେଇଯାଉଛି, ଆଶା କରୁଛି ଆମକୁ ଭିଡ଼ିଓ ଭଲ ଲାଗିଥିବ। ଧନ୍ୟବାଦ।